ସମୁଦ୍ର ଗର୍ଭରେ ଲୀନ ହେଉଛି ବଡ଼ ବଡ଼ ଘର। ଗଞ୍ଜାମ ଜିଲ୍ଲା ପଡମପେଟା ଗାଁର 70% ଅଞ୍ଚଳର ସମୁଦ୍ର ଗ୍ରାସ କରିଥିବା ବେଳେ ଆଗକୁ ଆଉ 12 ଖଣ୍ଡ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ଆଜି ଜିଲ୍ଲାପାଳ 6 ଖଣ୍ଡ ଗାଁର ପ୍ରତିନିଧିଙ୍କ ମାନଙ୍କ ସହ ଜରୁରୀ ସମୀକ୍ଷା କରିଛନ୍ତି। ସମୁଦ୍ରର କରାଳ ରୂପ ଯୋଗୁଁ ଶ୍ରୀହୀନ ହେଲାଣି ପଡମପେଟା ଗାଁ। ଗତ କିଛି ଦିନରେ 10ରୁ ଅଧିକ ଘର ଭୁଶୁଡ଼ି ସମୁଦ୍ରରେ ମିଶି ଯାଇଛି। ଆତଙ୍କିତ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ପଥର ବନ୍ଧ ଓ କଂକ୍ରିଟ ୱାଲ ନିର୍ମାଣ ପାଇଁ ଦାବି କରିଛନ୍ତି। ମୋ ନାଁ ଦିଲ୍ଲୀପ ଛୋଟରାୟ ଏବଂ ପାଳିବନ୍ଧ ପଞ୍ଚାୟତର ଏକ୍ସ ସରପଞ୍ଚ। ଆମେ ଆଜି ଜିଲ୍ଲାପାଳ ପାଖକୁ ଆସିଥିଲୁ। ଆପଣମାନେ ସମସ୍ତେ ଜାଣିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ସାରା ରାଜ୍ୟକୁ ଓଡ଼ିଶା ସରକାରଙ୍କୁ ଆମେ ଅବଗତ କରେଇଛୁ, ଜିଲ୍ଲା ପ୍ରଶାସନକୁ ବି ଅବଗତ କରେଇଛୁ। ଆପଣମାନେ ଜାଣିଛନ୍ତି ଯେ କଣ୍ଟିଆଗଡ଼, ଫଟୁଆକୁଦି, କଣ୍ଟିଆଗଡ଼, ପୋଡମପେଟା, ନୀଳାଦ୍ରିପୁର ଏମିତିକି 6ଟା ଗାଁ ସହିତ ଆହୁରି 50 ଖଣ୍ଡ ଗାଁ ଆକ୍ରାନ୍ତ ହେବେ। ତେଣୁ ଯୋଉ ଭୟଭୀତ ଯୋଉ ଆମେ ଚିନ୍ତାରେ ରହିଛୁ ଯେ ଜୀବନ ଆମର ରହିବ କି ନାହିଁ। ତେଣୁ କାଲି ଆଜି ରାତିରେ ବି କଣ ହବ କହିପାରିବେନି, ମାତ୍ର ଆଉ 5-10 ମିନିଟର ଗଲା ପରେ ନିଶ୍ଚିତ ସମୁଦ୍ର କଣ୍ଟିଆଗଡ଼ ଭିତରେ ପଶିବ ଏବଂ 10 ଖଣ୍ଡ ଗାଁ ନିଶ୍ଚିତ ସମୁଦ୍ର ଭିତରେ ବିଲୀନ ହେଇଯିବ। ଏ କଥା ଆମେ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲୁ। ଆମେ ଆସିଥିଲୁ 5ଟା ଗାଁର ଏବଂ 100ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲୁ। ଆମେ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛୁ। ସେ ପ୍ରତିଶ୍ରୁତି ଆମକୁ ଦେଇଛନ୍ତି, ଆମେ ବୁଝି ବିଚାରି ଆଲୋଚନା କରିବୁ। ସେ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଅନ୍ୟାନ୍ୟ ଅଫିସରଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି ଆମେ ଆମ ଆଗରେ। କିନ୍ତୁ ସାର୍ ପ୍ରତିଶ୍ରୁତି ଦେଇଛନ୍ତି ସତ କଥା, କିନ୍ତୁ ଆମେ ଗୋଟେ ସ୍ଥାୟୀ ସମାଧାନ ସହିତ କରାଯାଉ। ତା ସହିତ କାଲିକି କଣ ହବ ଆଜି ଆମେ ଚାହୁଁଛୁ। ଆମର ବ୍ୟାକୁଳତାଟା ଏବଂ ଆମର ଯୋଉ ଇଚ୍ଛାଟା ଯେ ଆମ ଯୋଉ ଭୟର ବାତାବରଣଟା ହଉଛି, ରାତି ପାଇଲେ ବି ଆଜି ରାତି ପାଇଲେ ବି ଭିତରକୁ ସମୁଦ୍ର ପାଣି ପଶି ଯାଇପାରେ। ୟାର ଗୋଟେ ନିଚ୍ଛକ ଏବଂ ପ୍ରକୃତ କଥାଟା ବାହାର କରିକି ଆଉ ଗୋଟେ ନିଶ୍ଚିତ ଆମକୁ ସୁରକ୍ଷା ଦିଅନ୍ତୁ। ଦେଖନ୍ତୁ, ଏ କଥା ଆପଣ ମାନେ ଜାଣିଥିବେ, ଏ କଥା ହଉଛି ଦୀର୍ଘ ଦିନର ସମସ୍ୟାର କଥା। ଏ କଥା ଦୀର୍ଘ 25 ବର୍ଷର ଉର୍ଦ୍ଧ୍ୱ କଥା। ଏ କଥା ଆପଣ ମାନେ ଜାଣିଛନ୍ତି। ପାଖାପାଖି ବାଲେଶ୍ୱରରୁ ଧରି ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଉଭଳି ଭାବେ କୂଳ ଖାଉଛି, ଏ କଥା ସାରା ଓଡ଼ିଶାର କଥା। ଏଇ କଥା ଯଦି ସମସ୍ୟାର ସମାଧାନ ହେଇପାରିବ, ସେ ହଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜେ ଚାହିଁଲେ ତା ସମସ୍ୟାର ସମାଧାନ ହେଇପାରିବ। ଏଠି ଆପଣ ମାନେ ଜାଣିଥିବେ, ଯୋଉ ଆରଜିପିଲି ଠାରେ ଯୋଉ ସମୁଦ୍ର ଠାରେ ଯୋଉ କୂଳ ଖାଉଛି, ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପ୍ରକାଶରେ ପାଖାପାଖି 80 କୋଟି ଟଙ୍କାର ତା ଅଳ୍ପ ଦିନ ମଧ୍ୟରେ ତାହା ଟେଣ୍ଡର ହେବା ପାଇଁ ତାହା ଯିବ। ଏଥିମଧ୍ୟରୁ ଆପଣମାନେ ଦେଖିଛନ୍ତି କଣ ଯେ ପଡମପେଟା ଗାଁ, ଯୋଉ ପଡମପେଟା ଗାଁର ଯୋଉ କୂଳ ଖାଉଛି, ଏ କଥା ଆମେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ମଧ୍ୟ ଏକ ଚିଠି ଲେଖିଛୁ। ଏଠି ଆମେ ଜିଲ୍ଲାପାଳଙ୍କୁ ବି ଆସି ଆମେ ଅନୁରୋଧ କରି କହୁଛୁ, ଏଠି ସମସ୍ତଙ୍କର ଜିଲ୍ଲାପାଳଙ୍କ କଥା ହୁଅନ୍ତୁ, ଓଡ଼ିଶା ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ହଉ, ସମସ୍ତେ ଚାହିଁଲେ ଏ କାମ ଅତି ସହଜ, କମ ଦିନ ମଧ୍ୟରେ ଏ କାମ ଠିକ ଭାବରେ ହେଇପାରିବ। ଶିବରାମ ପଲାଇ, ଗ୍ରାମ କଣ୍ଟିଆଗଡ଼। ଦେଖନ୍ତୁ, ଆମେ ବର୍ତ୍ତମାନ ଆଜି 6 ଖଣ୍ଡ ଗ୍ରାମର ସମସ୍ତ ଗ୍ରାମବାସୀ ମିଶି 300ରୁ ଉର୍ଦ୍ଧ୍ୱ ଲୋକ ଆମେ କଲେକ୍ଟର ଅଫିସକୁ ଆସିଥିଲୁ, ଯାହାକି ଆମେ ଗୁହାରି କରିବାକୁ ଆସିଥିଲୁ ଯେ ବର୍ତ୍ତମାନ ସମୁଦ୍ର ଯୋଉ ପ୍ରକାର କୂଳ ଖାଇ ଖାଇ ଆସୁଛି, ମାତ୍ର ଆଉ 10 ମିଟର ଦୂରତାରେ ଅଛି ଯୋଉ ଢେପଟା, ସେ ଢେପଟାକୁ ଖାଇଦେଲେ ସେ କଣ୍ଟିଆଗଡ଼ ଗାଁ ଭିତରେ ପାଣି ପଶିଯିବ ଏବଂ କଣ୍ଟିଆଗଡ଼ରେ ପାଣି ପଶିଲା ମାନେ ସେଠାରେ ଫଟୁଆକୁଦା, ନୀଳଦ୍ରିପୁର, ମୟୂରପଦା, ଗୋଖରୁକୁଦା, ଏପରିକି ପାଳିବନ୍ଧ ପଞ୍ଚାୟତର 12 ଖଣ୍ଡ ଗ୍ରାମ ଏବଂ ତା ସହିତ ନ୍ୟାସନାଲ ହାଇୱେକୁ ପାଣି ଲାଗିଯିବ। ଯାହାଫଳରେ ଏବେଠୁ ଯଦି ସରକାର ଏବଂ ପ୍ରଶାସନ ଯଦି ସତର୍କତା ଅବଲମ୍ବନ କରି ଆମକୁ କିଛି ସୁରକ୍ଷା ନ ଦେବେ, ତାହେଲେ ଆଗାମୀ ଦିନରେ ଏତେ ଧନ ଜୀବନ ଏବଂ ଜୀବିକା କ୍ଷୟକ୍ଷତି ହେବ, ତାହା ଆଉ କିଛି ସେମାନେ ଚାହିଁଲେ ବି ଆଉ କିଛି କରିପାରିବେ ନାହିଁ। ସେଥିପାଇଁ ଆମେ ଏତିକି ଆପଣମାନଙ୍କ ମାଧ୍ୟମରେ ଏବଂ ସରକାରକୁ ଏବଂ ପ୍ରଶାସନକୁ ନିବେଦନ କରୁଛୁ ଯେ ଯଥାଶୀଘ୍ର ସେଠାରେ ଆମର ପଥର ବନ୍ଧ କରନ୍ତୁ ବା ଗାର୍ଡ ୱାଲ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଚିର ଉପକୃତ ହେଇପାରିବୁ। ସେପଟେ ଛତ୍ରପୁର ବିଧାୟକ କୃଷ୍ଣ ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ପାଳିବନ୍ଧ ଓ ରାମଗଡ଼ ପଞ୍ଚାୟତର ଗ୍ରାମ ସହ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପାଇଁ ସ୍ଥାୟୀ ବିକଳ୍ପକୁ ଅନୁମୋଦନ ଦେବାକୁ ଦାବି କରିଛନ୍ତି। ବୈଷୟିକ ଟିମ୍ ସ୍ଥିତି ଅନୁଧ୍ୟାନ ଓ ଡିପିଆର୍ ଆଧାରରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ପଡମପେଟାଠାରେ ଯୋଉ କୋଷ୍ଟାଲ ଇରୋସନ ର ପ୍ରଭାବ ଦେଖାଯାଉଛି, ତାକୁ ନେଇକରି ସମସ୍ତ ଷ୍ଟେକ୍ ହୋଲ୍ଡର ସହିତ ଗୋଟେ ଆଲୋଚନା ବୈଠକ ଆୟୋଜନ କରାଯାଇଥିଲା, ଯୋଉଥିରେ ନିଷ୍ପତ୍ତି ହେଇଛି
इरिगेशन विभाग द्वारा तार गोटे टेक्निकल एनालिसिस करके आमे सेठी कोन प्रोडक्टिव मेजर्स आमे नहीं परिबा सेठी टेट्राहेड्रन ब्लॉक्स हो बा कोस्टल इरोजन प्रिवेंट करबा पई सी वॉल जदी किछि करी हबो ताकू नेकरी गोटे डीपीआर प्रस्तुत करबा पई इरिगेशन विभाग को कहैछि जो माने आजि संध्या सुधा विजिट करिकि ताकर टेक्निकल एक्सपर्ट्स मानकर एडवाइस नेबे एवं आगामी दिन में तार डीपीआर प्रस्तुत होला पर आमे राज्य सरकार को अनुमोदन पई सेटा पठाए ଉପଜେଲା ମଧ୍ୟ ପଦକ୍ଷେପ କରିବାକୁ ଚାହୁଁଛନ୍ତି। আজি एसी इरिगेशन तांको सहित उपजिलापाल तहसीलदार समस्त जिबे जायकि हमको ब्रीफ करिवे किछि दिन तले आमे भी जाइतलु से लोकेशन को जेतु सेटा ऋषिकुल्या महान रहउछि एवं धीरे धीरे बहुत समुद्र पानी रो प्रभाव मध्य सेठी देखिबा को मिलुछि सेटा हमको जे निश्चित भाव रे एक्सपर्ट ओपिनियन नेबा पड़िबो एवं सेठी कोन मेजर्स करले सेटा सब वेला पई सुरक्षित हेकि रहइबो एवं सेटा इको सेंसिटिव जोन मध्य रही जेटू सेठी ऑल ओवरली पाइंचर नेस्टिंग साइट मध्य अछि ए सब को दृष्टि रे रखिकि हमें गोटे स्थायी समाधान पई पदक्षेप नबा पई ब्रह्मपुर जगन्नाथ साहू रिपोर्ट डुमानी टीवी।